ଈଶ୍ୱରଙ୍କ ପବିତ୍ର ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର ଓ ଆଜିର ଶିକ୍ଷା ମଧ୍ୟକୁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ପ୍ରିୟ ଶ୍ରୋତାମାନେ, ଆମମାନେ ଗତ ଦିନ ଗୁଡ଼ିକରେ ଶିଖୁଥିଲୁ ଶ୍ୱଶୁରମାନଙ୍କ ବିଷୟରେ। ଏକ ଶୋଷଣକାରୀ ଶ୍ୱଶୁର ବିଷୟରେ ଶିଖୁଥିଲୁ, ମଧ୍ୟ ଆଦର୍ଶ ଶ୍ୱଶୁରମାନଙ୍କ ବିଷୟରେ ଶିଖୁଥିଲୁ। ବିଶେଷ କରି ଆମମାନେ ସେ ଶିକ୍ଷା ମଧ୍ୟରେ ଆମମାନେ ଧର୍ମଶାସ୍ତ୍ରର ତିନୋଟି ବ୍ୟକ୍ତିଙ୍କୁ ନେଇଥିଲୁ। ଜଣେ ହେଉଛନ୍ତି ଲାବନ, ଆଉ ଜଣେ ହେଉଛନ୍ତି ସାଉଲ, ଆଉ ଜଣେ ହେଉଛନ୍ତି ଜିତ୍ର। ଏହି ତିନୋଟି ବ୍ୟକ୍ତିମାନଙ୍କ ଦ୍ୱାରା ଆମମାନେ ଆଦର୍ଶ ଶ୍ୱଶୁର କିଏ ସେ ବିଷୟରେ ଆମେ ଶିଖୁଥିଲୁ। ମଧ୍ୟ ପରେ ଆଉ ଏକ ବିଷୟ ଆମେ ଶିଖୁଥିଲୁ ନା ଜ୍ୱାଇଁର ଶୋଷଣକାରୀ ଶ୍ୱଶୁର, ସେ ହେଉଛନ୍ତି ଲାବନ। ତ ଆଜି ଆସନ୍ତୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିଖିବା। ତାହା ହେଉଛି ଶ୍ୱଶୁରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଆଜିର ଶୀର୍ଷକଟି ହେଉଛି ଶ୍ୱଶୁରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କ ବହୁମୂଲ୍ୟ ସମୟ ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବି। ଆଉ ଏହି ଶିକ୍ଷା ମଧ୍ୟରେ ଆପଣମାନଙ୍କ ପାଇଁ ଯଦି ଆପଣମାନେ ଉପକୃତ ହେଲେ ଗୋଟିଏ କମେଣ୍ଟଟିଏ ଲେଖି ପଠାଇବେ। ମଧ୍ୟ ଯଦି ଆପଣ ଉପକୃତ ହୋଇଛନ୍ତି ତାହେଲେ ନିଶ୍ଚୟ ଆଉ କାହାକୁ ଏହି ମେସେଜଟି ସେୟାର କରନ୍ତୁ, ଯଦ୍ୱାରା ସେ ମଧ୍ୟ ଆପଣଙ୍କ ପରି ଉପକୃତ ହେବେ। ତ এই ଯେଉଁ ଶ୍ୱଶୁରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ, ତାକୁ ମୁଁ ଶିଖାଇବା ନିମନ୍ତେ ମୁଁ 7 ଭାଗରେ ଭାଗ କରିଅଛି, ବା 7ଟି କଥା ମୁଁ କହିବି। ଶ୍ୱଶୁର କାହାକୁ କୁହାଯାଏ? ପ୍ରଥମ ଆମମାନେ ବୁଝିବା, ଈଶ୍ୱରଙ୍କ ଅନୁଗ୍ରହ ଏହା ଅଟେ ଯେ ଆମମାନେ କେତେଜଣ ଶ୍ୱଶୁର ହେବା ପାଇଁ ସୁଯୋଗ ପାଇଅଛୁ। ଆମମାନେ ଆମ ପୁଅକୁ ଆଉ କାହା ଝିଅ ସହିତ ବାହା କରେଇଛୁ, ବା ଆମ ଝିଅକୁ ଆଉ କାହା ପୁଅ ସହିତ ଆମମାନେ ବାହା କରେଇଛୁ। ତ ଏଇ ଦୁଇଟି କାମରେ ଆମମାନେ ଶ୍ୱଶୁର ପଦଟି ପାଇଛୁ ବା ଉପାଧି ପାଇଛୁ, ବା ଶ୍ୱଶୁରର ସମ୍ମାନ ଆମେ ପାଇଛୁ। ତ ଆସୁ ଆମମାନେ ହୁଏତ ଆମମାନଙ୍କ ଝିଅକୁ ପୁଅ ସହିତ ବାହା କରିଛୁ, ସେଇଟା ପାଇଁ ବି ଶ୍ୱଶୁର ହିଁ କୁହାଯାଏ। ଯଦି କାହା ଝିଅକୁ ଆମ ପୁଅ ସହିତ ବାହା କରିଛୁ, ସେଇଟା ପାଇଁ ବି ଆମମାନଙ୍କୁ ଶ୍ୱଶୁର ବୋଲି ଡକାଯାଏ। କିନ୍ତୁ ଏଇ ଯେଉଁ ଶ୍ୱଶୁରର ଭୂମିକା ଆମମାନେ କ'ଣ, ତାହା ଉତ୍ତମ ଭାବରେ ଭାବିବା ଅତି ଆବଶ୍ୟକ ଅଟେ, ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଆଉ ଏଇ ଭୂମିକାଟି ଆପଣଙ୍କୁ ବଦନାମ କରିପାରେ, ବା ଏଇ ଭୂମିକାଟି ଆପଣଙ୍କୁ ସମ୍ମାନ ଆଣିପାରେ, ଆପଣଙ୍କ ଜୀବନ ପାଇଁ ପ୍ରଶଂସା ଆଣିପାରେ। ମୁଁ ଏଇଥିପାଇଁ ମୋ ହୃଦୟର ସହିତ ଆପଣମାନଙ୍କୁ ଏହି ଶିକ୍ଷାଟି ରଖୁଛି। ଯଦି ଏହି ଶିକ୍ଷାଟି ଯଦି ଆପଣ ଶୁଣିବେ, ମାନିବେ, କରିବେ, ତାହେଲେ ନିଶ୍ଚୟ ଆପଣ ଜୀବନ ପାଇଁ ପ୍ରଶଂସା ଆଣିବ, ସମ୍ମାନ ଆଣିବ। ତ ଆସନ୍ତୁ ଶିଖିବା, ଆଉ ଡେରି କରିବାନି। ଆପଣ ଯଦି ଶ୍ୱଶୁର ହୋଇଛନ୍ତି, କେବେ ବି ମିଛ କୁହନ୍ତୁ ନାହିଁ। ଆପଣ ଯଦି ଶ୍ୱଶୁର ହୋଇଛନ୍ତି, କେବେ ବି ମିଛ କୁହନ୍ତୁ ନାହିଁ। ଯଦି ଜ୍ୱାଇଁର ଶ୍ୱଶୁର ହୋଇଛନ୍ତି, ତ ଆପଣଙ୍କ ଜ୍ୱାଇଁକୁ କେବେ ବି ମିଛ କୁହନ୍ତୁ ନାହିଁ, ବା ତାଙ୍କ ପରିବାର ବର୍ଗରେ କାହାକୁ ବି ମିଛ କୁହନ୍ତୁ ନାହିଁ। ମୁଁ ଏଥିପାଇଁ ଆପଣଙ୍କୁ କହୁଛି, ଆପଣ କେବେ ବି ଜ୍ୱାଇଁକୁ ମିଛ କୁହନ୍ତୁ ନାହିଁ, ବାସ୍ ତାଙ୍କ ପରିବାର ସମ୍ପର୍କୀୟ କାହାକୁ ବି ମିଛ କୁହନ୍ତୁ ନାହିଁ। ଯଦି ଆପଣ ମିଛ କହିବେ, ତାହେଲେ ତାହା ଦିନେ ପ୍ରମାଣିତ ହେବ, ଆଉ ଆପଣ ମିଥ୍ୟାବାଦୀ ବୋଲି ଜଣାପଡ଼ିବେ। ତ ଆପଣଙ୍କୁ ସେମାନେ କ'ଣ ବୋଲି କହିବେ? ମିଛୁଆ ଶ୍ୱଶୁର ବୋଲି କହିବେ, ବା ମିଥ୍ୟାବାଦୀ ବୋଲି କହିବେ। ସେଥିପାଇଁ କେବେ ମଧ୍ୟ ମିଛ କୁହନ୍ତୁ ହିଁ ନାହିଁ। କାହିଁକି ନା ଆପଣଙ୍କ ମିଛଟି ଆପଣଙ୍କୁ ହିଁ ଦୋଷାରୋପ କରିବ, ଆଉ କାହାକୁ ନୁହେଁ। ସେଥିପାଇଁ ଆପଣ ଶ୍ୱଶୁର ହିସାବରେ କେବେ ବି
ଯଦି ଆପଣ ଜ୍ୱାଇଁକୁ ପାଇଛନ୍ତି କେବେ ବି ଜ୍ୱାଇଁକୁ ମିଛ କୁହନ୍ତୁ ନାହିଁ ବା ତାଙ୍କ ପରିବାରକୁ ମିଛ କୁହନ୍ତୁ ନାହିଁ। ଯଦି ଆପଣ ବୋହୂ ଆଣିଛନ୍ତି ଆପଣଙ୍କ ବୋହୂକୁ ମଧ୍ୟ କେବେ ମିଛ କୁହନ୍ତୁ ନାହିଁ କିମ୍ବା ତାଙ୍କ ପରିବାର ବର୍ଗରେ କାହାରିକି ମଧ୍ୟ ମିଛ କୁହନ୍ତୁ ନାହିଁ। 1 2 ବିଷୟଟି ହେଉଛି କେବେ ବି ଠକନ୍ତୁ ନାହିଁ। କାହାକୁ? ଆପଣଙ୍କ ଜ୍ୱାଇଁକୁ ଠକନ୍ତୁ ନାହିଁ କି ଜ୍ୱାଇଁ ପରିବାରକୁ ବା ତାଙ୍କ ସମ୍ପର୍କମାନଙ୍କୁ ଠକନ୍ତୁ ନାହିଁ କିମ୍ବା ଆପଣଙ୍କ ବୋହୂକୁ ବି ଠକନ୍ତୁ ନାହିଁ କି ବୋହୂ କିମ୍ବା ତାଙ୍କ ପରିବାର ବର୍ଗ କାହାକୁ ବି ଠକନ୍ତୁ ନାହିଁ। କାହିଁକି ନା ଯଦି ଆପଣ ଠକିବେ ତାହେଲେ ଆପଣଙ୍କୁ ଠକ ହିଁ କୁହାଯିବ। ଆପଣଙ୍କୁ ଠକ ହିଁ କୁହାଯିବ। ସେଥିପାଇଁ କେବେ ମଧ୍ୟ ଠକନ୍ତୁ ନାହିଁ। କେବେ ମଧ୍ୟ ଜ୍ୱାଇଁକୁ ଏଇଟା ଦେବି ବୋଲି କହିକି ନ ଦେଇ ରୁହନ୍ତୁ ନାହିଁ। କୌଣସି ଜିନିଷ ଜ୍ୱାଇଁକୁ ଦେବି ବୋଲି ଯଦି କହିଛନ୍ତି ତାକୁ ନିଶ୍ଚୟ ହିଁ ଦିଅନ୍ତୁ। ଯଦି ଦେବେ ନାହିଁ ତାହେଲେ ଆପଣ ଠକ ହେବେ, ଠକିଲେ ବୋଲି ସେମାନେ କହିବେ ଆପଣଙ୍କୁ। ଆଉ ସେଥିରେ ଆପଣଙ୍କର ଇମେଜ ସେମାନଙ୍କ ସାମ୍ନାରେ କିଛି ରହିବ ନାହିଁ। ତ ସେଥିପାଇଁ ଆପଣମାନେ କେବେ ବି ଠକନ୍ତୁ ହିଁ ନାହିଁ। ସେପରି ଆପଣଙ୍କ ବୋହୂକୁ ମଧ୍ୟ ଆପଣ କେବେ ବି ଠକନ୍ତି ନାହିଁ କିମ୍ବା ସେମାନଙ୍କ ପରିବାରକୁ ମଧ୍ୟ ଆପଣ କେବେ ବି ଠକନ୍ତୁ ନାହିଁ। 3 ବିଷୟ, ପ୍ରଲୋଭନ ଦେଖାନ୍ତୁ ନାହିଁ। ଆପଣ କେବେ ମଧ୍ୟ ଆପଣଙ୍କର ଜ୍ୱାଇଁକୁ ଏଇଟା ଦେବି ସେଇଟା ଦେବି ବୋଲି ଆପଣ କେବେ ବି ପ୍ରଲୋଭନ ଦେଖାନ୍ତୁ ନାହିଁ କିମ୍ବା ତାଙ୍କ ପରିବାରକୁ ସେପରି ପ୍ରଲୋଭନ ଦେଖାନ୍ତୁ ନାହିଁ। ମୁଁ ଜ୍ୱାଇଁକୁ ଏଇଟା ଦେବି ବା ସେଇଟା ଦେବି এই ପ୍ରକାର କଥା ଆପଣ କେବେ ମଧ୍ୟ ଆପଣଙ୍କ ଜ୍ୱାଇଁକୁ କୁହନ୍ତୁ ନାହିଁ, ପ୍ରଲୋଭନ ଦେଖାନ୍ତୁ ନାହିଁ। କିମ୍ବା କେହି ଯଦି ମିଡିଏଟର ଥିବେ ସେଇ ମିଡିଏଟରକୁ ମଧ୍ୟ ଆପଣ କେବେ ବି ପ୍ରଲୋଭନ ଜ୍ୱାଇଁ ପରିବାରକୁ କିମ୍ବା ବୋହୂ ପରିବାରକୁ ଦେଖେଇଲା ପରି କେବେ ବି ନ କରନ୍ତୁ। କାହିଁକି କହୁଛି ନା ଆପଣ କହିଥିବା ପ୍ରଲୋଭନ ଦେଖେଇଥିବା କଥା ଗୁଡ଼ିକ ହିଁ ଆପଣଙ୍କୁ ଜଜ୍ କରିବ, ଆପଣଙ୍କୁ ବିଚାର କରିବ ଆଉ ଆପଣଙ୍କର ହିଁ କ୍ଷତି କରିବ। ଆପଣଙ୍କର ହିଁ କ୍ଷତି କରିବ। ଆପଣ ଜାଣିପାରିବେ ନାହିଁ। ଯଦି ବାହାଘର ପୂର୍ବରୁ ଜ୍ୱାଇଁକୁ କହିଛନ୍ତି ଏଇଟା ଦେବି ବୋଲି କହିଛନ୍ତି, ପ୍ରଲୋଭନ ଦେଖେଇଛନ୍ତି, ଯଦି ତାହା ଦେବେ ନାହିଁ ତାହେଲେ ସେ କଥା ଗୁଡ଼ିକର ପରିଣାମ କ'ଣ ହେବ କେବେ ଭାବିଛନ୍ତି? ସେଇ କଥା ଗୁଡ଼ିକର କନସିକ୍ୱେନ୍ସ କ'ଣ ହେବ ଜାଣିଛନ୍ତି? କେବେ ଭାବିଛନ୍ତି? ସେଥିପାଇଁ କେବେ ମଧ୍ୟ ପ୍ରଲୋଭନ ଦେଖାନ୍ତୁ ନାହିଁ। ଯଦି ପାରୁଛନ୍ତି, ଯାହା ପାରୁଛନ୍ତି ସେଇ କାମଟା କରନ୍ତୁ, କିନ୍ତୁ ପ୍ରଲୋଭନ ଦେଖାନ୍ତୁ ନାହିଁ। ଯଦି ପ୍ରଲୋଭନ ଦେଖେଇବେ ତାହା ଆପଣଙ୍କ ଝିଅ ପାଇଁ ବା ଆପଣଙ୍କ ଜ୍ୱାଇଁ ପାଇଁ ତାହା ଅତି କ୍ଷତିକାରକ ହେବ। ତାହା ଆପଣଙ୍କୁ ହିଁ ତାହା ବଦନାମ କରିବ। ଓକେ, 4th ବିଷୟ, ଜ୍ୱାଇଁକୁ କିମ୍ବା ତାଙ୍କ ପରିବାରକୁ କୌଣସି କାର୍ଯ୍ୟ ଦ୍ୱାରା ଅସମ୍ମାନ କରନ୍ତୁ ନାହିଁ। ଜ୍ୱାଇଁକୁ କିମ୍ବା ତାଙ୍କ ପରିବାର ବର୍ଗକୁ ଆପଣଙ୍କର କୌଣସି କାର୍ଯ୍ୟ ଦ୍ୱାରା କ'ଣ କରନ୍ତୁ ନାହିଁ ନା ଅସମ୍ମାନ କରନ୍ତୁ ନାହିଁ। ଅନେକ ଏ ପ୍ରକାର ଭୁଲ ଗୁଡ଼ିକ କରୁଛନ୍ତି। ଅନେକ ନିଜ ଜ୍ୱାଇଁକୁ ଅସମ୍ମାନ କରୁଛନ୍ତି। କଥାବାର୍ତ୍ତା ଦ୍ୱାରା ଅସମ୍ମାନ କରୁଛନ୍ତି, କାର୍ଯ୍ୟକଳାପ ଦ୍ୱାରା ଅସମ୍ମାନ କରୁଛନ୍ତି, ତାଙ୍କ ପରିବାର ବର୍ଗ ଲୋକମାନଙ୍କୁ ଅସମ୍ମାନ କରୁଛନ୍ତି, ତାଙ୍କ ବନ୍ଧୁବାନ୍ଧବମାନଙ୍କୁ ଅସମ୍ମାନ କରୁଛନ୍ତି। ପ୍ରିୟମାନେ, ଉତ୍ତମ ଭାବରେ ଟିକେ ଚିନ୍ତା କରନ୍ତୁ, ଭଲ ଭାବରେ ଟିକେ ବିବେଚନା କରନ୍ତୁ। ଏଇ ଯେଉଁ ଶ୍ୱଶୁରର ଭୂମିକା ନୁହେଁ କି ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଅତି ସାବଧାନ ହେବାର ଅଛି, ଅତି ଧ୍ୟାନ ଦେବାର ଅଛି। କାହିଁକି ନା ଏଇ କେତୋଟି ଭୁଲ ଗୁଡ଼ିକ ପାଇଁ ହିଁ ସମ୍ପର୍କ ଗୁଡ଼ିକ ଭାଙ୍ଗିଯାଏ।
ଏଇ କେତୋଟି କଥା ଗୁଡ଼ିକ ଦ୍ୱାରା, ଏଇ କେତୋଟି କାର୍ଯ୍ୟ ଗୁଡ଼ିକ ଦ୍ୱାରା ହିଁ ସମ୍ପର୍କ ଗୁଡ଼ିକ ନଷ୍ଟ ହେଇଯାଏ। ଆମମାନେ ଜ୍ଞାତରେ ଓ ଅଜ୍ଞାତରେ ଯେଉଁ ସବୁ ଭୁଲ କରୁ, ଏସବୁ ଭୁଲ ଯେଉଁ କରୁ, ତାହା ଆମମାନଙ୍କ ପିଲାମାନଙ୍କ ପାଇଁ ବହୁତ ଖରାପ ପ୍ରଭାବ ପକାଏ। ଆପଣ ଭାବିପାରିବେ ନାହିଁ, ଚିନ୍ତା ବି କରିପାରୁନଥିବେ ସେ ପ୍ରକାର ବିଷୟ ସବୁ ସେମାନଙ୍କ ଉପରକୁ ଆସିଯିବ। ତ କେବେ ବି ଜ୍ୱାଇଁକୁ କିମ୍ବା ଜ୍ୱାଇଁର ପରିବାରକୁ ଆପଣଙ୍କ କୌଣସି କାର୍ଯ୍ୟ ଦ୍ୱାରା ଅସମ୍ମାନ କରନ୍ତୁ ନାହିଁ। 6. ପରସ୍ପର ପରିବାରକୁ ପ୍ରେମ ପ୍ରକାଶ କରନ୍ତୁ। ଯଦି ଆପଣ ଶ୍ୱଶୁର ହେଇଛନ୍ତି, ଆପଣଙ୍କ ପୁଅକୁ ବାହା କରିକି ବୋହୂ ଆଣିଛନ୍ତି, ତ ବୋହୂର ପରିବାରକୁ ଆପଣ ସମ୍ମାନ ପ୍ରକାଶ କରନ୍ତୁ। ସେମାନଙ୍କ ପ୍ରତି ପ୍ରେମ ପ୍ରକାଶ କରନ୍ତୁ। ଈଶ୍ୱରଙ୍କ ବାକ୍ୟ କୁହେ, ବନ୍ଧୁ କେବଳ ପ୍ରେମ ଖୋଜୋଇ। ତ ଯଦି ଆପଣ ନିଜ ପୁଅ ପାଇଁ ବୋହୂ ଆଣିବା ପାଇଁ ବନ୍ଧୁ ବାନ୍ଧିଛନ୍ତି ବା ବୋହୂ ଆଣିଛନ୍ତି, ତାହେଲେ ଆପଣଙ୍କ ବନ୍ଧୁ ପ୍ରତି ସବୁବେଳେ ପ୍ରେମ ପ୍ରକାଶ କରନ୍ତୁ। ପ୍ରେମ ହିଁ ପ୍ରକାଶ କରନ୍ତୁ। କାହିଁକି? ବନ୍ଧୁ କେବଳ ପ୍ରେମ ଖୋଜୋଇ। ଆପଣଙ୍କର ଅସମ୍ମାନ ବନ୍ଧୁ ଗ୍ରହଣ କରିପାରିବେ ନାହିଁ, ବରଦାସ୍ତ କରିପାରିବେ ନାହିଁ। ଆପଣ ସେମାନଙ୍କୁ ଯଦି ଗାଳିଗୁଲଜ କରିବେ, ତାହା ସେମାନଙ୍କ ପାଇଁ ଉପଯୁକ୍ତ ନାହିଁ। ବନ୍ଧୁ ଭାଙ୍ଗିଯିବ। ବନ୍ଧୁ କେବଳ ମନେ ରଖିଥାନ୍ତୁ, ପ୍ରେମ ଖୋଜନ୍ତି। ଆପଣ ଯେତେ ତାଙ୍କୁ ପ୍ରେମ କରିପାରିବେ, ଯେତେ ତାଙ୍କ ପ୍ରତି ପ୍ରେମ ପ୍ରକାଶ କରିପାରିବେ, ଯେତେ ତାଙ୍କ ପରିବାର, ତାଙ୍କ ସମ୍ପର୍କ ମାନ ପ୍ରତି ପ୍ରେମ ପ୍ରକାଶ କରିପାରିବେ, ତାହା ହିଁ କରନ୍ତୁ। କାହିଁକି? ବନ୍ଧୁ କେବଳ ପ୍ରେମ ଖୋଜେ। ଯଦି ଆପଣ ଝିଅର ବାପା ହେଇଛନ୍ତି, ଜ୍ୱାଇଁକୁ ପାଇଛନ୍ତି, ଜ୍ୱାଇଁକୁ ଆପଣ ପ୍ରେମ ପ୍ରକାଶ କରନ୍ତୁ। ଅନେକ ସମୟରେ କ'ଣ ହୁଏ, ଝିଅକୁ ବାହା କରେଇଲା ପରେ ଯେ ପର୍ଯ୍ୟନ୍ତ ଝିଅଟି ଘରେ ଥିଲା, ତାଙ୍କ ପ୍ରତି ଆମମାନଙ୍କର ଆଦର, ସ୍ନେହ, ମମତା ନର୍ମାଲ ଥାଏ। ଯେତେବେଳେ ଝିଅଟି ଆମମାନେ ବାହା କରେଇ ଦେଉ, ତାପରେ କ'ଣ ହୁଏ, ସେଇ ଝିଅ ପ୍ରତି ଆମମାନଙ୍କର ସ୍ନେହ, ଆଦର ବଢ଼ିଯାଏ। ଏହା ଠିକ ଅଟେ କି ଆମ ଝିଅଟି ଆମ ଘରୁ ଦୂରକୁ ଗଲା ମାନେ ତା ପ୍ରତି ଆମମାନଙ୍କର ସ୍ନେହ, ଆଦର ବୃଦ୍ଧି ପାଇବ। ଏହା ହ୍ୟୁମାନ ଟେଣ୍ଡେନ୍ସି ଅଟେ। କିନ୍ତୁ ଯଦି ଆପଣ ଝିଅର ବାପା, ଆପଣଙ୍କ ଝିଅଟି ବାହା ହେଇଗଲା ପରେ ଆପଣ ଯଦି ଝିଅକୁ ବାରମ୍ବାର ଘରକୁ ଡାକୁଛନ୍ତି ବା ଝିଅକୁ ଜ୍ୱାଇଁଠାରୁ ଅତି ଅଧିକ ସ୍ନେହ ମମତା ଦେଖାଉଛନ୍ତି, ତାହେଲେ ସାବଧାନ ହେଇଯାଆନ୍ତୁ, ଆପଣ ସେମାନଙ୍କର ପରିବାରକୁ ଭାଙ୍ଗିବା ପାଇଁ ଯାଉଅଛନ୍ତି। ବର୍ତ୍ତମାନ କରୁଥିବା ସମୟରେ ଆପଣ ଭାବିବେ, ନା ମୋ ଝିଅକୁ ମୁଁ କାହିଁକି ଭଲ ପାଇବିନି, ମୋ ଝିଅ କାହିଁକି ଅଧିକ ସ୍ନେହ କରିବିନି, ମୋ ଝିଅଟା ଆଉ ମୁଁ ତ ଝୁରୁଛି, ସେ ଟିକେ ଆସୁ ଆମ ସହିତ ରହୁ। ଏଇ ପ୍ରେମରେ ଯେଉଁ ଆପଣ ଡାକିବେ, ସେ ପ୍ରେମ ଜ୍ଞାନଯୁକ୍ତ ପ୍ରେମ ନୁହେଁ। ସେ ପ୍ରେମ ଜ୍ଞାନଯୁକ୍ତ ପ୍ରେମ ନୁହେଁ। ଆପଣ ଆପଣଙ୍କ ଝିଅଟିକୁ ବାହା କରେଇଛନ୍ତି, ଆପଣଙ୍କ ଝିଅ ସେ ଥିଲା, ବର୍ତ୍ତମାନ ସେ କାହାର ସ୍ତ୍ରୀ ହେଇଯାଇଛି। ଜଣଙ୍କ ସ୍ତ୍ରୀକୁ ଆପଣ ଆଣିକି ଆପଣଙ୍କ ଘରେ ବାରମ୍ବାର ରଖିବା, ବାରମ୍ବାର ଡାକିବା,
ଆପଣଙ୍କ ପାଇଁ ଉପଯୁକ୍ତ ନୁହେଁ। ଯଦି କେବେ ଆପଣଙ୍କ ଝିଅକୁ ଜ୍ୱାଇଁ ଘରୁ ଡାକୁଛନ୍ତି, ଜ୍ୱାଇଁ ଘରୁ ଡାକୁଛନ୍ତି, ତାହେଲେ କେବେ ମଧ୍ୟ ଏ ବି ଭୁଲ କରନ୍ତୁ ନାହିଁ କେବଳ ଜ୍ୱାଇଁକୁ ଆଉ ଝିଅକୁ ଡାକନ୍ତୁ, ଉଭୟଙ୍କୁ ଡାକନ୍ତୁ। କେବେ ବି କେବଳ ଝିଅକୁ ଡାକନ୍ତୁ ନାହିଁ, ଉଭୟଙ୍କୁ ଡାକନ୍ତୁ। ଜ୍ୱାଇଁକୁ ବି ଡାକନ୍ତୁ ଆଉ ଝିଅକୁ ବି ଡାକନ୍ତୁ। ଯଦି କେବଳ ଆପଣଙ୍କ ଝିଅଟିକୁ ଡାକୁଛନ୍ତି, ଝିଅ ଆସେ ମା ବୋଲି ଡାକୁଛନ୍ତି, ଆଉ ସେ କିଛି ଦିନ ରହୁଛି ପୁଣି ଯାଉଛି, ସେହି ସମୟରେ ଜ୍ୱାଇଁ ଜଣେ ହିଁ ରହିଲେ। ପ୍ରଶ୍ନ ହେଉଛି ଆପଣ ଆପଣଙ୍କ ଝିଅଟିକୁ କାହିଁକି ବାହା କରେଇଥିଲେ? ସେ ଜ୍ୱାଇଁ ସହିତ ରହୁ ବୋଲି ବାହା କରେଇଥିଲେ ନା ଆପଣମାନଙ୍କ ସହିତ ରହୁ ବୋଲି ବାହା କରେଇଥିଲେ? ଆଉ ଅନେକେ ଏଇ ଭୁଲ କରୁଛନ୍ତି। ବାହାଘର ହେଇଗଲା, ଝିଅଟି ଗଲା ଶ୍ୱଶୁର ଘରକୁ, ଶ୍ୱଶୁର ଘରେ ରହିଲା ପରେ କିଛି ଦିନ ପରେ ସାଙ୍ଗେ ସାଙ୍ଗେ ଡାକିଦେବେ, ଆଉ କେତେ ଦିନ ଗଲା ପରେ ପୁଣି ସାଙ୍ଗେ ସାଙ୍ଗେ ଡାକିଦେବେ, ଆଉ କେତେ ଦିନ ଗଲା ପରେ ପୁଣି ସାଙ୍ଗେ ସାଙ୍ଗେ ଡାକିଦେବେ। ଆପଣମାନେ ଭାବୁଛନ୍ତି ଯେ ଆପଣମାନଙ୍କର ସ୍ନେହ ମମତା ଆପଣ ଝିଅ ପ୍ରତି ବହୁତ ସେଥିପାଇଁ ଡାକୁଛନ୍ତି ବୋଲିକି। ହେଇ ବି ପାରେ ଆପଣଙ୍କ ସ୍ନେହ ମମତା ବେଶୀ, କିନ୍ତୁ ସେଇ ସ୍ନେହ ମମତା ଆପଣଙ୍କର ସେ ପରିବାରକୁ ଭାଙ୍ଗିଦେବ। ଆପଣଙ୍କ ସ୍ନେହ ମମତା ଜ୍ଞାନ ଯୁକ୍ତ ନୁହେଁ। କେବେ ଡାକିବେ, ଡାକନ୍ତୁ, ଜ୍ୱାଇଁକୁ ବି ଡାକନ୍ତୁ ଆଉ ଝିଅକୁ ଡାକନ୍ତୁ, ଆଉ ଆପଣଙ୍କ ଘରେ ଅଧିକ ଦିନ ସେମାନଙ୍କୁ ରଖନ୍ତୁ ନାହିଁ। ଯଦି ଆପଣଙ୍କ ଘରେ ଆପଣଙ୍କ ଜ୍ୱାଇଁକୁ ଅଧିକ ଦିନ ରଖୁଛନ୍ତି, ସେ ରହିପାରନ୍ତି ବାଧ୍ୟବାଧକତାରେ, କିନ୍ତୁ ଆପଣମାନେ ସେମାନଙ୍କ ପ୍ରାଇଭେସିରେ ଆଘାତ ଦେଉଛନ୍ତି। ଆପଣମାନେ ଜ୍ୱାଇଁକୁ ସମ୍ମାନ କରୁନାହାନ୍ତି। ଜ୍ୱାଇଁକୁ ଡାକନ୍ତୁ ସମ୍ମାନ ସହିତ, ବା ଗୋଟେ ଦିନ ବା 2 ଦିନ ରହିବା ପାଇଁ କୁହନ୍ତୁ। ତାପରେ କୁହନ୍ତୁ, ବାପା ତୁମ କାମ ଅଛି, ତୁମର ଇଚ୍ଛା ହଉ। ଏକ ଉତ୍ତମ ଶ୍ୱଶୁର ହୁଅନ୍ତୁ, ଉତ୍ତମ ଶ୍ୱଶୁର ହୁଅନ୍ତୁ। ଆଉ ଜାଣି ରଖନ୍ତୁ, ଯେତେବେଳେ ଆପଣଙ୍କ ଝିଅଟିକୁ ବାହା କରେଇଲା ପରେ ଏକ ନୂଆ ପରିବାରକୁ ସେ ଯାଇଛି, ଏକ ନୂଆ ପରିବେଶକୁ ସେ ଯାଇଛି, ଏକ ଅପରିଚିତ ଲୋକମାନଙ୍କ ପାଖକୁ ଯାଇଛି। ଯଦିଓ ସେମାନଙ୍କର ଚେହେରାରେ ପରିଚୟ ପାଇଛି, କିନ୍ତୁ ସେମାନଙ୍କ ହୃଦୟ ସହିତ ତାଙ୍କର ପରିଚୟ ଅଜଣା ଅଟେ। ସେଥିପାଇଁ ଆପଣ ଶିଖାନ୍ତୁ ଯେ ସେ ପରିବାରଟା ହେଉଛି, ଜ୍ୱାଇଁର ପରିବାରଟା ହେଉଛି ଆପଣଙ୍କ ଝିଅର ପରିବାର। ସେ ପରିବାରକୁ ବୁଝିବା ନିମନ୍ତେ ଆପଣଙ୍କ ଝିଅକୁ ଶିଖାନ୍ତୁ। ସେ ପରିବାରରେ ଥିବା ଶାଶୁ, ଶ୍ୱଶୁର, ନଣନ୍ଦ, ନଣନ୍ଦେଇ ବା ଅତି ଉତ୍ତମ ଭାବରେ ଯେଉଁ ଜ୍ୱାଇଁକୁ ଆପଣ ବାହା କରିଥିଲେ ଆପଣଙ୍କ ଝିଅ ସହିତ, ସେ ଜ୍ୱାଇଁକୁ ସବୁ ବିଷୟରେ ଭଲ ଭାବରେ ବୁଝିବାର ଦାୟିତ୍ୱ ହେଉଛି ଆପଣଙ୍କ ଝିଅର। ଆଉ ଜ୍ୱାଇଁ ଘରକୁ ଯେହେତୁ ଯାଇଛି, ସେ ଘର ସେ ଝିଅର ଅଟେ। ସେ ଘର ବାହା ହେଇଛି ବୋଲି ଝିଅ ଅଧିକାର କରିବ ତାହା ନୁହେଁ, କିନ୍ତୁ ତାର କାର୍ଯ୍ୟକଳାପ, ତାର କର୍ତ୍ତବ୍ୟ ଦ୍ୱାରା ହିଁ ସେ ଆସ୍ତେ 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 ସେ ପରିବାରରେ ଥିବା ପ୍ରତ୍ୟେକ ଲୋକମାନଙ୍କ ହୃଦୟକୁ ନିଜର କରିବ। ଯେତେବେଳେ ସେ ଜ୍ୱାଇଁ ପରିବାରର ଲୋକମାନଙ୍କୁ ନିଜର କରିବ, ତେବେ ହିଁ ସେ ପରିବାରଟା ତାହାର ହେବ। ଯଦି ସେ ଜ୍ୱାଇଁ ପରିବାରକୁ ନିଜର କରିନାହିଁ, ଜ୍ୱାଇଁ ପରିବାର ଥିବା ଲୋକମାନଙ୍କୁ ନିଜର କରିନାହିଁ, ସେ ପର୍ଯ୍ୟନ୍ତ ସେ ପରିବାର ତାର ହେଇପାରେ ନାହିଁ। ଆପଣ ଝିଅର ବାପା ହିସାବରେ ଯେତେବେଳେ ଝିଅକୁ ବାହା କରିକି ଜ୍ୱାଇଁ ଘରକୁ ପଠାଉଛନ୍ତି, ଆପଣ ଉପଯୁକ୍ତ ଶିକ୍ଷା ଦିଅନ୍ତୁ କି ଝିଅକୁ, ହେ ମା, ତୁ ଯାଉଛୁ, ସେ ପରିବାର ହେଉଛି ତୋର ପରିବାର।
ଦୁଃଖ ଆସିଲେ ବି ସେ ପରିବାର, ସୁଖ ଆସିଲେ ବି ସେ ପରିବାର, ସେ ପରିବାର ବିଷୟରେ ତୁ ମନୋଯୋଗୀ ହେବୁ, ସେ ପରିବାର ବିଷୟରେ ତୁ ଧ୍ୟାନବାନ ହେବୁ, ସେ ପରିବାର ତୁ ମାନ ରଖିବୁ, ସେ ପରିବାର ତୁ ମର୍ଯ୍ୟାଦା ରଖିବୁ, ସେ ପରିବାରର ଦାୟିତ୍ୱ ତୋର। ଏହି ଶିକ୍ଷା ନିଜ ଝିଅକୁ ଦେଇକି ଜ୍ୱାଇଁ ଘରକୁ ପଠାନ୍ତୁ। କେବଳ ଆପଣଙ୍କ ଝିଅଟି ବାହା ହେଇଗଲା, ସେଥିରେ ସେ ପରିବାର ସବୁ ଅଧିକାର ପାଇଲା, ସେ ପ୍ରକାର ଶିକ୍ଷା ଆପଣ କେବେ ଦିଅନ୍ତୁ ନାହିଁ, ସେ ଭୁଲ ଶିକ୍ଷା କେବେ ଦିଅନ୍ତୁ ନାହିଁ। ଆଉ ଆପଣଙ୍କର ଝିଅର ମାନ ସମ୍ମାନ ନିଜ ଶାଶୁ ଶ୍ୱଶୁର ପ୍ରତି ଓ ସେ ପରିବାରରେ ଥିବା ସମସ୍ତଙ୍କ ପ୍ରତି ଓ ତାଙ୍କ ସ୍ୱାମୀର ଆଜ୍ଞାଧୀନ ହେବା ଦ୍ୱାରା ସେ ପରିବାରର ସେ ଏକ ଉତ୍ତମ ସଦସ୍ୟ ହୋଇପାରିବ। ସେ ଶିକ୍ଷା ଦେଇ ଆପଣଙ୍କ ଝିଅକୁ ପଠାନ୍ତୁ। ଆଉ ସାଧାରଣତଃ ଭାବରେ ଝିଅଟି ବାହା ହେଇକି ଅନ୍ୟ ଘରକୁ ଗଲା ପରେ କ'ଣ ହୁଏ ନା ତାହାର ଖାଇବା ବଦଳିଯାଏ, ତା ସମସ୍ତ ବିଷୟ ବଦଳିଯାଏ। ସେହି ସମୟରେ ଯେତେବେଳେ ସମସ୍ତ ବିଷୟ ବଦଳିଯାଏ, ଆଉ ସେ ବଦଳୁଥିବା ଜିନିଷ ଗୁଡ଼ିକ ସେ ନିଜର କରୁଥିବା ଦରକାର ଅଛି, ଆଦର ସହିତ ଗ୍ରହଣ କରୁଥିବା ଦରକାର ଅଛି, ପ୍ରେମର ସହିତ ଗ୍ରହଣ କରୁଥିବା ଦରକାର ଅଛି। ଏକ ଉଦାହରଣ ସ୍ୱରୂପ ହେଇପାରେ ସେ ବାପ ଘରେ ଥିଲା, ସବୁବେଳେ ଚିକେନ ମଟନ ଖାଇକି ଥିଲା, ଆଉ ଯେତେବେଳେ ଜ୍ୱାଇଁ ଘରକୁ ଯାଉଛି ସେ ଶିଖିବା ଦରକାର ବି ଅଛି ବାସି ପଖାଳ ଖାଇବା ପାଇଁ। ଯଦି ଜ୍ୱାଇଁ ଘରେ ଯଦି ବାସି ପଖାଳ ଖାଇବାକୁ ଦେଲେ ସେଥିରେ ବି ସେ ଖୁସି ହେବାର ଅଛି, ସେ ତାହା ଗ୍ରହଣ କରିବା ଦରକାର ଅଛି। ଏହା ତ ପ୍ରେମ। ଏଥିପାଇଁ ତ ସେ ବାହା ଯାଇଛି, ସେ ପରିବାରକୁ ନିଜର କରିବା ପାଇଁ। ସେ ପରିବାରରେ ଯାହା ଅଛି ସେ ତାହା ହିଁ ତାହାର। ଆଉ ସେହି ସମୟରେ ଅନେକ ଝିଅମାନେ କ'ଣ କରନ୍ତି ନା ନିଜର ଗର୍ବ ଦେଖିବା ନିମନ୍ତେ, ମୋ ବାପା ଘରେ ଏମିତିଟା ଖାଉନଥିଲେ, ମୋ ବାପା ଏମିତି କେବେ ଖୁଆଇ ନଥିଲେ, ମୁଁ ତୁମ ପରିବାରଟା ଖାଇବି ନାହିଁ, ବାପା ଘରେ ଏମିତି ମୁଁ ଶୋଉନଥିଲି, ତୁମ ଘରେ ଏପରି ଶୋଇବି ନାହିଁ, ବାପା ଘରେ ଏ ପ୍ରକାର କରୁନଥିଲି, ତୁମ ଘରେ ଏପରି କରିବି ନାହିଁ। ଯଦି ଝିଅଟି ଖରାପ ବ୍ୟବହାର ଦେଖାଏ, ସେ ପରିବେଶକୁ ସେ ପରିସ୍ଥିତିକୁ ଯଦି ନିଜର ନ କରେ, ତାହେଲେ ଆପଣଙ୍କ ଝିଅଟିକୁ ଶିଖେଇ ବୁଝେଇ ଏବେଠୁ ହିଁ ପଠାନ୍ତୁ ଯେ ସେ ନିଜେ ହିଁ ନିଜର ଗୃହକୁ ଭାଙ୍ଗୁଛି। ସେଥିପାଇଁ ଈଶ୍ୱରଙ୍କର ବାକ୍ୟ କୁହେ, ଗୁଣବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଇ ଅଜ୍ଞାନୀ ତାହା ସ୍ୱହସ୍ତରେ ଭାଙ୍ଗି ପକାଏ। ଗୁଣବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଇ, କିନ୍ତୁ ଅଜ୍ଞାନୀ ସ୍ତ୍ରୀ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ। ଏକ ସ୍ତ୍ରୀ ଯଦି ଆପଣ ହେଇଛନ୍ତି, ଆପଣଙ୍କ ଝିଅଟି ଯଦି ସ୍ତ୍ରୀ ହେଇଗଲା, ସେ ସ୍ତ୍ରୀ ପରି ସ୍ୱାମୀର ବାଧ୍ୟ ହେବା ଦରକାର ଅଛି, ଆଉ ସେ ପରିବାରକୁ ମାନିବା ଦରକାର ଅଛି, ସେ ପରିବାରର ମାନ ସମ୍ମାନକୁ ଆଉ ସେ ରଖିବା ଦରକାର ଅଛି। ଏହି ଶିକ୍ଷା ନିଶ୍ଚୟ ଆପଣଙ୍କ ଝିଅକୁ ଦେଇ ପଠାନ୍ତୁ। ଆପଣ କିମ୍ବା ଆପଣଙ୍କ ଝିଅଟି ଯେତେବେଳେ ଶାଶୁ ଘରକୁ ଯାଉଛି, ଶ୍ୱଶୁର ଘରକୁ ଯାଉଛି, ସେମାନଙ୍କୁ କୌଣସି କଥା ଦ୍ୱାରା ବା କୌଣସି କାର୍ଯ୍ୟ ଦ୍ୱାରା ଅସମ୍ମାନ ନ କରୁ। ପୁଣି ଫେରି ଆସିବା ଶ୍ୱଶୁରର ଭୂମିକା। ଆପଣଙ୍କ ଜ୍ୱାଇଁକୁ କିମ୍ବା ଜ୍ୱାଇଁର ପରିବାର ବର୍ଗର କୌଣସି ବ୍ୟକ୍ତିକୁ ଆପଣ କେବେ ମଧ୍ୟ ଅସମ୍ମାନ କରନ୍ତୁ ନାହିଁ। ତ ଆସନ୍ତୁ ପୁଣି ଆମେ ତା ତଳକୁ ଯିବା। ଯଦି ଜ୍ୱାଇଁର ଶ୍ୱଶୁର ହେଇଛନ୍ତି ବା ଝିଅର ଶ୍ୱଶୁର ହେଇଛନ୍ତି, ଆପଣମାନେ ଜାଣି ରଖନ୍ତୁ, ଆପଣ ଯଦି ପୁଅର ଶ୍ୱଶୁର ହେଇଛନ୍ତି, ତାହେଲେ ଆପଣ ପୁଅକୁ ଅଧିକ ସ୍ନେହ ଦେଖାନ୍ତୁ। ଆପଣଙ୍କ ଝିଅକୁ ଯେତିକି ସ୍ନେହ ଦେଖାଉଛନ୍ତି ତାଠୁ ଅଧିକ ସ୍ନେହ ଆଦର ଆପଣ ଜ୍ୱାଇଁକୁ ଦେଖାନ୍ତୁ। ଆପଣଙ୍କ ଝିଅକୁ ଆପଣଙ୍କ ଜ୍ୱାଇଁ ଠାରୁ ଯଦି ଅଧିକ ସ୍ନେହ ଦେଖେଇବେ, ତାହେଲେ ଆପଣ ବଡ଼ ଭୁଲ କରୁଛନ୍ତି। ଆଉ ସେଇ ଭୁଲର
ପରିଣାମ ଆପଣଙ୍କ ଝିଅକୁ ଭୋଗିବାକୁ ପଡ଼ିବ। ଯଦି ଜ୍ୱାଇଁକୁ ଆପଣ ଅଧିକ ସ୍ନେହ ଆଦର ଦେଉନାହାନ୍ତି, ନିଜ ଝିଅକୁ ଅଧିକ ସ୍ନେହ ଆଦର ଦେଉଛନ୍ତି, ତାହେଲେ ଆପଣ ସେମାନଙ୍କର ଜଣେ ଶତ୍ରୁ। ଏ ଭୁଲ କେବେ ବି କରନ୍ତୁ ନାହିଁ। ଏ ଭୁଲ କେବେ ବି କରନ୍ତୁ ନାହିଁ। ଆପଣ ଯଦି ଝିଅର ଶ୍ୱଶୁର ଆପଣଙ୍କ ପୁଅଠାରୁ ଆପଣଙ୍କ ବୋହୂକୁ ଅଧିକ ସ୍ନେହ ଆଦର ଦିଅନ୍ତୁ। ଆପଣଙ୍କ ପୁଅକୁ ତ ଆପଣ ଜନ୍ମ ଦେଇଛନ୍ତି, ତାକୁ ତ ସ୍ନେହ ଆଦର ଛୋଟବେଳୁ ଦେଇ ଦେଇ ଆସିଛନ୍ତି। କିନ୍ତୁ ଯେଉଁ ଝିଅଟିକୁ ଆପଣ ବୋହୂ କରି ଆଣିଛନ୍ତି, ସେଇ ଝିଅଟିକୁ ଯଦି ଆପଣ ସ୍ନେହ ଆଦର ଦେବା ଆରମ୍ଭ କରିବେ ନାହିଁ, ସେଇ ଝିଅଟି ଆପଣଙ୍କର ବୋହୂ କେମିତି ହେବ? ଆପଣଙ୍କୁ ବାପା ବୋଲି କେମିତି ଡାକିବ? ନହେଲେ କେବଳ ଆପଣଙ୍କୁ ଶ୍ୱଶୁର ବୋଲି ଡାକୁଥିବ। ସେ ଯେ ପର୍ଯ୍ୟନ୍ତ ଆପଣଙ୍କ ବୋହୂଠାରୁ ଆପଣଙ୍କୁ ବାପା ବୋଲି ଡାକିବାର ଶବ୍ଦ ପାଇନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ତାକୁ ଝିଅର ସ୍ନେହ ମମତା ଦିଅନ୍ତୁ। ତେବେ ହିଁ ଆପଣଙ୍କ ବୋହୂଟି ଆପଣଙ୍କୁ ସମ୍ମାନ କରିବ, ସେବା କରିବ। ଏଥିପାଇଁ ସାବଧାନ ହୁଅନ୍ତୁ। ଯଦି ଆପଣ ଜ୍ୱାଇଁର ଶ୍ୱଶୁର ହେଇଛନ୍ତି, ଆପଣଙ୍କ ଜ୍ୱାଇଁକୁ ଅଧିକ ସ୍ନେହ ଆଦର ଦିଅନ୍ତୁ ଝିଅ ଅପେକ୍ଷା। ଯଦି ଆପଣ ଆଉ ବୋହୂର ଶ୍ୱଶୁର ହେଇଛନ୍ତି, ନିଜ ପୁଅଠାରୁ ଅଧିକ ନିଜ ବୋହୂକୁ ଅତି ସ୍ନେହ ଆଦର ଦିଅନ୍ତୁ। ତ ଆସନ୍ତା ପୁଣି ଆଉ ତଳକୁ ଯିବା। ଆମମାନେ ଶେଷରେ ଗୋଟେ ବିଷୟ ଦେଖିବା। ପୁନର୍ବାର ସେ କଥାଟି ମୁଁ ରିପିଟ୍ କରୁଛି। ବନ୍ଧୁ କେବଳ ପ୍ରେମ ଖୋଜଇ। ବନ୍ଧୁ କେବଳ ପ୍ରେମ ଖୋଜଇ। ଆପଣଙ୍କ ବନ୍ଧୁମାନଙ୍କୁ ସବୁବେଳେ ପ୍ରେମ ପ୍ରଦର୍ଶନ କରନ୍ତୁ, ପ୍ରେମ ଦେଖାନ୍ତୁ। ଆଉ ମୁଁ ବିଶ୍ୱାସ କରୁଛି ଆପଣମାନେ ଯଦି এই ଶିକ୍ଷାକୁ ଗ୍ରହଣ କରିବେ, ଅର୍ଥାତ୍ ପ୍ରଥମ କଥାଟି ଆପଣଙ୍କୁ ମୁଁ କହିଲି, କେବେ ବି ମିଛ କୁହନ୍ତୁ ନାହିଁ। ଏକ। ଦ୍ୱିତୀୟ କଥାଟି, କେବେ ମଧ୍ୟ ଠକନ୍ତୁ ନାହିଁ। ତୃତୀୟ କଥାଟି, କେବେ ମଧ୍ୟ ପ୍ରଲୋଭନ ଦେଖାନ୍ତୁ ନାହିଁ। ଚତୁର୍ଥ କଥାଟି, ଜ୍ୱାଇଁ କିମ୍ବା ତାଙ୍କ ପରିବାରକୁ ବା ବୋହୂ କିମ୍ବା ତାଙ୍କ ପରିବାରକୁ କୌଣସି ଅସମ୍ମାନ କଲା ପରି କାର୍ଯ୍ୟ କରନ୍ତୁ ନାହିଁ କି ଅସମ୍ମାନ ଦେଖାନ୍ତୁ ନାହିଁ। 5. ଜ୍ୱାଇଁ ଓ ତାଙ୍କ ପରିବାରକୁ ସମ୍ମାନ କରନ୍ତୁ। ଜ୍ୱାଇଁ ଓ ତାଙ୍କ ପରିବାରକୁ ସମ୍ମାନ କରନ୍ତୁ। ଜ୍ୱାଇଁ ଓ ତାଙ୍କ ପରିବାରକୁ ସମ୍ମାନ କରିବା ଦ୍ୱାରା ଆପଣଙ୍କର ସମ୍ମାନ ବୃଦ୍ଧି ହେବ, ଆପଣଙ୍କର ପ୍ରଶଂସା ବୃଦ୍ଧି ହେବ। ପୁଣି 6. ପରସ୍ପର ପରିବାରକୁ ପ୍ରେମ ପ୍ରକାଶ କରନ୍ତୁ। ପରସ୍ପର ପରିବାରକୁ ପ୍ରେମ ପ୍ରକାଶ କରନ୍ତୁ। ଯେଉଁ ସମୟରେ ପ୍ରେମ ପ୍ରକାଶ କରିବା କଥା, ପ୍ରେମ ପ୍ରକାଶ କରିବା ପାଇଁ କେବେ ମଧ୍ୟ ଭୁଲନ୍ତୁ ନାହିଁ। 7. ଜ୍ୱାଇଁ ଓ ତାଙ୍କ ପରିବାରକୁ ଆପଣ ଶ୍ୱଶୁର ଯଦି ହେଇଛନ୍ତି, ଅଧିକ ସ୍ନେହ କରନ୍ତୁ ଜ୍ୱାଇଁକୁ। ଆପଣ ଯଦି ଆଉ ଝିଅର ଶ୍ୱଶୁର ହେଇଛନ୍ତି, ବୋହୂର ଶ୍ୱଶୁର ହେଇଛନ୍ତି, ତାହେଲେ ଆପଣଙ୍କ ବୋହୂକୁ ଅଧିକ ସ୍ନେହ ଆଦର ଦିଅନ୍ତୁ ଆପଣଙ୍କ ପୁଅ ଠାରୁ। ତାହେଲେ ଆପଣମାନଙ୍କ ସମ୍ପର୍କ ଏକ ସୁନ୍ଦର ସମ୍ପର୍କ ରହିବ। ଆପଣଙ୍କର ଭୂମିକା, ଶ୍ୱଶୁରର ଭୂମିକା ସବୁବେଳେ ସମ୍ମାନର ଭୂମିକା ହିଁ ରହିବ। ଆପଣଙ୍କ ଶ୍ୱଶୁରର ଭୂମିକା ଏକ ପ୍ରଶଂସାର ଭୂମିକା ହେବ। ସବୁବେଳେ ସମସ୍ତେ କଥା ହେବେ ଯେ ତାଙ୍କ ଶ୍ୱଶୁର ବହୁତ ଭଲ। ସମସ୍ତେ ପ୍ରଶଂସା କରିବେ ଯେ ତାଙ୍କ ଶ୍ୱଶୁର ବହୁତ ଭଲ। ସମସ୍ତେ ଏଇ କଥା କହିବେ ଯେ ମୋ ଝିଅର ବାପା ବହୁତ ଭଲ। ଅନେକ ଏ କଥା କହିବେ ମୋ ଜ୍ୱାଇଁର ବାପା ବହୁତ ଭଲ। ଏଇ ପଦଟି ପାଇବା ପାଇଁ ଆପଣଙ୍କୁ ସାବଧାନ ହେବାକୁ ହେବ, ଆଉ ଗୁରୁତ୍ୱପୂର୍ଣ୍ଣ ଆପଣଙ୍କ ଦାୟିତ୍ୱକୁ ତୁଳାଇବାକୁ ପଡ଼ିବ। ଈଶ୍ୱର ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।